ସକାଳର ସମୟ ଥିଲା। ଜଣେ ମହିଳା ଦୁଗ୍ଧ ବେପାରୀ ବେଶରେ ନିଜ ପୁରୁଣା ମୋଟର ସାଇକେଲରେ ଦୁଗ୍ଧ ଡ୍ରମ୍ ବାନ୍ଧି ଧୀରେ ଧୀରେ ରାସ୍ତା ଆଗକୁ ଗାଡ଼ି ଚଲାଉଥିଲା। ଦେଖୁଥିବା ଯେକୌଣସି ବ୍ୟକ୍ତି ତାଙ୍କୁ ଜଣେ ସାଧାରଣ ମହିଳା ବୋଲି ଭାବୁଥିଲେ, କିନ୍ତୁ ପ୍ରକୃତ ସତ୍ୟ କିଛି ଅଲଗା ଥିଲା। ସେ ପ୍ରକୃତରେ ଜଣେ ତେଜସ୍ୱୀ ଏବଂ ଇମାନଦାର ଆଇପିଏସ୍ ଅଧିକାରୀ ସୋନାଲି ଚୌଧୁରୀ ଥିଲେ। ସେ ଜାଣିଶୁଣି ସେହି ଅଞ୍ଚଳରେ ପହଞ୍ଚିଥିଲେ ଯେଉଁଠାରେ ପୋଲିସ ଚେକିଂ ଚାଲିଥିଲା। ସେଠାରେ ଥିବା ଦାରୋଗା ସାହେବ ନିଜ ୟୁନିଫର୍ମରେ ଗର୍ବରେ ପ୍ରତି ଯାଉଥିବା ବେଳେ ପ୍ରତି ଗାଡ଼ିକୁ ଅଟକାଉଥିଲେ, ଆଉ ଚାଲାଣ କାଟିବାର ଭୟ ଦେଖାଇ ଲାଞ୍ଚ ମଧ୍ୟ ଆଦାୟ କରୁଥିଲେ। ଯେମିତି ଦାରୋଗାଙ୍କ ନଜର ଏକ ଦୁଗ୍ଧ ବେପାରୀ ମହିଳାଙ୍କ ଉପରେ ପଡ଼ିଲା, ସେ ବାଇକ୍ ଅଟକାଇଲେ ଏବଂ କୋଠର ସ୍ୱରରେ କହିଲେ, ଗାଡ଼ି ରଖ, ଏପରି କାହିଁ ବାଇକ୍ ଚଲାଉଛୁ? ନମ୍ବର ପ୍ଲେଟ୍ ଭାଙ୍ଗିଛି, ଇଣ୍ଡିକେଟର ନାହିଁ, ହେଲମେଟ୍ ବି ପିନ୍ଧିନାଉ, ତୋର ଚାଲାଣ କଟିବ। ଆଉ ଦୁଗ୍ଧ ବେପାରୀ ବେଶରେ ଥିବା ଆଇପିଏସ୍ ଅଧିକାରୀ ସୋନାଲି ଚୌଧୁରୀ କହିଲେ, ସାହେବ, ମୁଁ ବହୁତ ଗରିବ ମହିଳା, ପ୍ରତିଦିନ ଦୁଗ୍ଧ ବିକି କୌଣସି ମତେ ଗୁଜରାଟ ମେଣ୍ଟାଏ, ଆଉ ମୋ ପାଖରେ ଚାଲାଣ ଭରିବା ପାଇଁ ପଇସା ନାହିଁ। ଏହା ଶୁଣି ଏବେ ସାହେବଙ୍କ ମୁହଁ ଲାଲ ହୋଇଗଲା। ସେ ରାଗିଗଲେ। ସେ ଚିତ୍କାର କରି କହିଲେ, ଗରିବ ଅଛୁ ତ କ'ଣ ହେଲା? ଯଦି ଚାଲାଣ କଟାଇବୁନୁ ଚାହୁଁନୁ, ତେବେ ଗୋଟିଏ କାମ କର, ଶୀଘ୍ର କିଛି ଖର୍ଚ୍ଚ ପାଣି ଲାଞ୍ଚ ଦେଇଦେ, ଆଉ ଆମ ଜେବ୍ ଗରମ ହୋଇଯିବ, ଆଉ ତୁ ବି ପଳେଇବୁ, ନହେଲେ ଆମକୁ ତୋର ଚାଲାଣ କାଟିବା ପାଇଁ ପଡ଼ିବ। ଏହା କହି ମହିଳାଙ୍କ ବାଇକ୍ ଚାବି କାଢ଼ି ନେଲେ। ଆଇପିଏସ୍ ଅଧିକାରୀ ଥିଲେ ସେହି ମହିଳା। ଆଇପିଏସ୍ ଅଧିକାରୀ ପୁଣି ଅନୁରୋଧ କଲେ, ସାହେବ, ଦୟାକରି ମୋ ଉପରେ ଦୟା କରନ୍ତୁ। ମୁଁ ପ୍ରକୃତରେ ଗରିବ, ଦୁଗ୍ଧ ବିକି ମୋ ପିଲାଙ୍କ ପେଟ ପୋଷେ, ଆଉ ମୋ ପରିବାର ଚଳେ, କିନ୍ତୁ ସାହେବ ଉପରେ କୌଣସି ପ୍ରଭାବ ପଡ଼ିଲେ ନାହିଁ। ସେ ନିଜ ଜିଦ୍ରେ ଅଟଳ ଥିଲେ। ଏବେ ପ୍ରଶ୍ନ ଥିଲା ଯେ ଶେଷରେ ମହିଳା ଆଇପିଏସ୍ ଅଧିକାରୀ ଦୁଗ୍ଧ ବିକାଳି ବେଶ ଧାରଣ କରି ସେଠାକୁ ଆସିବାର କ'ଣ ଆବଶ୍ୟକତା ପଡ଼ିଥିଲା? ଏଠାରେ ଏପରି କେଉଁ ବଡ଼ ଘଟଣା ଘଟିଥିଲା ଯେ ଯେଉଁଥିପାଇଁ ମହିଳା ଜଣକ ଆଇପିଏସ୍ ଅଧିକାରୀ ଥାଇ ମଧ୍ୟ ନିଜ ବେଶ ବଦଳାଇଥିଲେ, ଦୁଗ୍ଧ ବେପାରୀ ହୋଇଥିଲେ, ଏବଂ ଏହା ଯାହା ଘଟିବାକୁ ଯାଉଥିଲା ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା। ଯେତେବେଳେ ଏହା ପୁରା କାହାଣୀ ସାମ୍ନାକୁ ଆସିଲା, ସମସ୍ତଙ୍କ ପାଦ ମାଟି ତଳୁ ଖସିଗଲା। ଏକଥା ଜାଣିବା ପୂର୍ବରୁ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି, ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଆପଣଙ୍କ ଜିଲ୍ଲାର ନାମ ମଧ୍ୟ ଲେଖିଦେବେ। ତେବେ ସମ୍ପୂର୍ଣ୍ଣ କାହାଣୀଟି ଆପଣମାନେ ଶୁଣନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ମଧ୍ୟ ଦେଖନ୍ତୁ। ବିଳମ୍ବ ନକରି ରୋଚକ ହୃଦୟ ବିତାରକ କାହାଣୀ ଆରମ୍ଭ କରିବା। ସହରରୁ ପ୍ରାୟ 50 କିଲୋମିଟର ଦୂରରେ ରାମପୁର ନାମକ ଏକ ଛୋଟ ଗାଁ ଥିଲା। ସେହି ଗାଁ ପବନରେ ପରିଶ୍ରମର ବାସ୍ନା ଏବଂ କ୍ଷେତ ମାଟିର ମହକ ମଧ୍ୟ ମିଶିଥିଲା। ପ୍ରତ୍ୟେକ ଲୋକ ଗାଁରେ ପରିଶ୍ରମୀ ଥିଲେ। ସମସ୍ତେ ଚାଷବାସ ମଧ୍ୟ ଆପଣାଉଥିଲେ। ଏହି ଗାଁରେ କାଳିଆ ନାମକ ଜଣେ ବୃଦ୍ଧ କୃଷକ ରହୁଥିଲେ। ତାଙ୍କର ସାରା ଦୁନିଆ ତାଙ୍କର ଛୋଟ ଜମି ଏବଂ ତାଙ୍କର ପନିପରିବା ଚାଷ ଥିଲା। ଏହି ବର୍ଷ ଲାଉ ଫସଲ ମଧ୍ୟ ବହୁତ ଭଲ ହୋଇଥିଲା। କାଳିଆ ନିଜର ପୁରା ଜମା ପୁଞ୍ଜି ଲଗାଇ ଏକ ପୁରୁଣା ଅଚଳ ଅଟୋ କିଣିଥିଲା, ଯାହାଫଳରେ ନିଜ ପନିପରିବା ସିଧା ସହରରେ ନେଇ ମଣ୍ଡିରେ ବିକିପାରିବ, ଆଉ 2 ପଇସା ଅଧିକ ରୋଜଗାର ମଧ୍ୟ କରିପାରିବ। ତାଙ୍କୁ ନିଜ ଝିଅର ବାହାଘର ପାଇଁ ପଇସା ଯୋଗାଡ଼ କରିବାର ମଧ୍ୟ ଥିଲା। ଆଉ ସେହି ରାତିରେ କାଳିଆ ନିଜ ପୁଅ ମାନସ ସହିତ ମିଶି ସେହି ଅଟୋରେ ତାଜା ଲାଉ ଲଦିଲେ, ଆଉ ତାଙ୍କ ଚେହେରାରେ ଏକ ଆଶାର ଚମକ ମଧ୍ୟ ଥିଲା। ସେ ନିଜ ପୁଅକୁ କହିଲେ, ଦେଖ ମାନସ, ଏହି ମଣ୍ଡିରେ ଭଲ ଦାମ ମିଳିବ। ତୋ ଭଉଣୀ ପାଇଁ ଏକ ସୁନା ବାଲି ତ ନିଶ୍ଚୟ ହୋଇଯିବ, ବା ସୁନାର ହାର ହୋଇଯିବ ବୋଲି କହିଲେ। ବାପ ପୁଅ ରାତି 2ଟାରୁ ଘରୁ ବାହାରିଲେ, ଯାହାଫଳରେ ସକାଳୁ ସକାଳୁ ମଣ୍ଡିରେ ପହଞ୍ଚି ପାରିବେ। ଗାଁରୁ ସହରକୁ ଯୋଗ କରୁଥିବା ହାଇୱେ ସୁନସାନ ଥିଲା। କିଛି ଦୂର ଯିବା ପରେ ତାଙ୍କୁ ଦୂରରୁ ଏକ ବ୍ୟାରିକେଡ୍ ଦେଖାଗଲା। ପୋଲିସ ବତି ଜଳୁଥିବାର ଦେଖାଗଲା। ଏହା ହାଇୱେରେ ତିଆରି ହୋଇଥିବା ଏକ ଅସ୍ଥାୟୀ ଚେକପୋଷ୍ଟ ମଧ୍ୟ ଥିଲା। ତେବେ ଅଟୋଟିକୁ ସେମାନେ ରଖିଲେ। ଜଣେ ହାବିଲଦାର ହାତ ଦେଖାଇ ତାକୁ କଡ଼ରେ ଲଗାଇବା ପାଇଁ ଇସାରା ମଧ୍ୟ କଲା। ଆଉ ଅଟୋରୁ କାଳିଆ ଏବଂ ତାଙ୍କ ପୁଅ ମଧ୍ୟ ଓହ୍ଲାଇଲେ। କାଳିଆ ଜଣେ ମୋଟା ଦିଶୁଥିବା ଦାରୋଗା ବା ସାହେବକୁ ପାଖକୁ ଗଲା।
ସେଇ ସାହେବଙ୍କ ନାଁ ଥିଲା ବିକାଶ ଦାସ, ଯିଏକି ପୂର୍ବରୁ ଆଇପିଏସ୍ ଅଧିକାରୀକୁ ଭେଟିଥିଲେ। ତେବେ ସେ ନିଜ ଚୌକିରେ ଏପରି ବସିଥିଲେ ଯେପରି କୌଣସି ସାମ୍ରାଜ୍ୟର ବାଦଶାହ ଭଳି ବସିଥିଲେ। ବିକାଶ ପାନ ଚୋବାଇ ପଚାରିଲେ, ଯିଏକି ବିକାଶ ଦାସ ଯେଉଁ ସାହେବ ପାନ ଖାଇ ପଚାରିଲେ, ଭାଇ କୁଆଡ଼େ କୁଆଡ଼େ ଯାଉଛୁ ଏତେ ରାତିରେ? ଆଉ କାଳିଆ ହାତ ଯୋଡ଼ି କହିଲା, ମାଲିକ ମଣ୍ଡି ଯାଉଛି, ପନିପରିବା ଯାଉଛି ବିକ୍ରି କରିବା ପାଇଁ। ଆଉ ବିକାଶ ଟେମ୍ପୁକୁ ଅଟକାଇ ଦେଖିଲେ, ଉପର ତଳୁ ଦେଖିଲେ, ଆଉ ତାର ଆଖି ଏପରି ଥିଲା ଯେ ଯେପରି ଏକ୍ସରେ ମେସିନ୍ ସିଧା ସାମ୍ନାର ଲୋକର ଜେବ୍ ବା ଓଜନ ମାପି ନିଏ। ତେବେ କାଗଜ ଦେଖା ଗାଡ଼ିର ଏମିତି ପଚାରିଲେ ସାହେବ। ଆଉ କାଳିଆ ଥରୁଥିବା ହାତରେ କାଗଜପତ୍ର ମଧ୍ୟ ଦେଖାଇଲା। କାଗଜପତ୍ର ମଧ୍ୟ ସବୁ ଠିକ୍ ଥିଲା। ତଥାପି ବିକାଶ ଯେଉଁ ସାହେବ ମନ ଭରିଲା ନାହିଁ। ଆରେ ତୋ ଗାଡ଼ିର ହେଡ଼ଲାଇଟ୍ ଠିକ୍ ସେ ଜଳୁନି ତ? ହେଡ଼ଲାଇଟ୍ କାହିଁକି ଜଳୁନି? ପଛ ଇଣ୍ଡିକେଟର ଭାଙ୍ଗିଛି, ଓଭରଲୋଡ଼ିଂ ଅଲଗା କରିଛୁ, ଏହା ତ ଭାରି ଚାଲାଣ କଟିବ। ଆଉ କାଳିଆଙ୍କ ପାଦ ତଳୁ ମାଟି ଖସିଗଲା। ସରକାର ଏମିତି କୁହ ନାହିଁ, ମୁଁ ଗରିବ ଲୋକ, ପ୍ରଥମ ଥର ପାଇଁ ନିଜ ଗାଡ଼ି ନେଇ ସହର ଯାଉଛି, ଝିଅର ବାହାଘର କରିବାର ଅଛି, ଚାଲାଣ ଭରିବି ତ ସବୁ ବର୍ବାଦ ହୋଇଯିବି। ସେ ପ୍ରାୟତଃ କାକୁତି ମିନତି କଲା। ସାହେବଙ୍କ ଗୋଡ଼ ଧରି ପକାଇଲା। ଆଉ ଯେଉଁ ସାହେବ ବିକାଶ ଦାସ, ସେ ହସିଲା। ଆଉ ତାର ହସରେ ଦୟା ମଧ୍ୟ ନଥିଲା, ବରଂ ସେ ଜଣେ ଶିକାରୀର ନିର୍ଦ୍ଦୟତା ମଧ୍ୟ ଥିଲା। ଦେଖ ବୁଢ଼ା, ଆମେ ବି ଏଠାରେ ମଶା ମାରିବାକୁ ବସିନାହୁଁ। କିଛି ସେବା ପାଣି ଲାଞ୍ଚ ବା ବାହାରି କର, ଆଉ ତ ଚାଲାଣ କଟିବନି। ତୁ ବି ଚାଲିବୁ, ଆମ ପକେଟ ବି ଗରମ ହେବ। ନହେଲେ ଗାଡ଼ି ଏଇଠାରେ ଠିଆ ହୋଇ ରହିବ ସକାଳ ପର୍ଯ୍ୟନ୍ତ। ଆଉ ସେବା ପାଣିର ଅର୍ଥ କାଳିଆକୁ ଜଣା ନଥିଲା। ସେ ନିଜ ପକେଟରୁ ହାତ ପୁରାଇଲା ଏବଂ ଝିଅର ବାଲି ପାଇଁ ଯୋଗାଡ଼ କରିଥିବା 500 ଟଙ୍କା, ବାଲି ବା ହାର ପାଇଁ 500 ଟଙ୍କା ନୋଟ ରଖିଥିଲା। ଡରି ଡରି 500 ଟଙ୍କାର ଗୋଟିଏ ନୋଟ ବାହାରି କରି ସାହେବ ବିକାଶ ଦାସଙ୍କ ଆଡ଼କୁ ବଢ଼ାଇଲା। ଆଉ ସେଇ ସାହେବ ବିକାଶ ଦାସ ସେଇ ନୋଟକୁ ଏପରି ଦେଖିଲା ଯେପରି କୌଣସି ଭିକ୍ଷା ଦେଖୁଛି। ସେ ଜୋରେ ହାବିଲଦାରକୁ ଡାକିଲା, ଓଏ ସାମୁ, ଟିକେ ଏମାନଙ୍କ ଗାଡ଼ିକୁ ସାଇଡ଼ରେ ଲଗାଇ ଦେ, ଲାଗୁଛି ଏମାନେ ସକାଳ ସୂର୍ଯ୍ୟ ଏଇଠାରେ ହିଁ ଦେଖିବେ। ଆଉ କାଳିଆ ବୁଝିଗଲା। ସେ ନିଜର ସବୁ ସାହସ ବାନ୍ଧି ଆଉ 2000 ଟଙ୍କା କାଢ଼ି ସିଧା ସାହେବ ବିକାଶ ଦାସଙ୍କ ହାତରେ ରଖିଦେଲା। ତାଙ୍କ ଆଖିରେ ଲୁହ ଥିଲା। କାଳିଆ ମନେ ମନେ ଭାବିଥିଲା, ନିଜ ଅଟୋରେ ସେ ପରିବା ନେଇ କିଛି ରୋଜଗାର କରି ନିଜ ଝିଅର ବାହାଘର କରିବ, ଆଉ ଏଇଠି କଷ୍ଟେ ମଷ୍ଟେ ରୋଜଗାର କରିଥିବା 2000 ଟଙ୍କା ଦେଲା। ଏଇ ପଇସା ତାଙ୍କ ଝିଅର ସ୍ୱପ୍ନ ଥିଲା। ଆଉ ବିକାଶ ଦାସ, ଯିଏକି ସାହେବ ପୋଲିସ, ପଇସା ନେଇ ନିଜ ପକେଟରେ ରଖିଲା ଏବଂ କହିଲା, ଚାଲ ଠିକ ଅଛି, ଏବେ ଦଫା ହୋଇଯା ଏଠାରୁ, ତୁରନ୍ତ ଚାଲ ଏବଂ ଆଗକୁ ମନେ ରଖିବ, ଏହି ରାସ୍ତାରେ ଟ୍ୟାକ୍ସ ସମୟରେ ପହଞ୍ଚିବା ଦରକାର। ଯେତେବେଳେ କାଳିଆ ମଣ୍ଡିରେ ପହଞ୍ଚିଲା, ସକାଳ 8ଟା ହୋଇସାରିଥିଲା। ଗରମ ଏବଂ ବିଳମ୍ବ କାରଣରୁ ଅଧାରୁ ଅଧିକ ଲାଉ ହଳଦିଆ ପଡ଼ିଯାଇଥିଲା, ନରମ ମଧ୍ୟ ହୋଇଯାଇଥିଲା। ଆଉ ତାକୁ ଶସ୍ତା ଦାମରେ ବିକ୍ରି କରିବାକୁ ପଡ଼ିଲା। ଯେଉଁ ହଜାର ହଜାର ଲାଭ ହେବାର ଥିଲା, ତା ବଦଳରେ କ୍ଷତି ମଧ୍ୟ ହେଲା। କାଳିଆ ତ ଘରକୁ ଫେରିଲା, କିନ୍ତୁ ତାଙ୍କ ଆତ୍ମା ବା କାଳିଆଙ୍କ ଆତ୍ମା ହାଇୱେରେ ମରିଯାଇଥିଲା। ଯେତେବେଳେ ସେ 2000 ଟଙ୍କା ଝାଳ ବୁହା ଧନ ସେଇ ପୋଲିସ ସାହେବ ବିକାଶ ଦାସକୁ ଦେଇଥିଲେ, ଆଉ ତାଙ୍କ ଉପରେ ପୂର୍ବରୁ ମଧ୍ୟ କରଜ ଥିଲା। ସେ ଏହି କ୍ଷତିକୁ ଦେଖି ବହୁତ ଦୁଃଖ ପ୍ରକାଶ କରିଥିଲା। କିଛି ଦିନ ହେବ ଗାଁ ଲୋକଙ୍କୁ ଖବର ମିଳିଲା ଯେ କାଳିଆ ନିଜ କ୍ଷେତରେ ଗଛରେ ଝୁଲି ଆତ୍ମହତ୍ୟା କରିଛି। ତାପରେ ଏହି ଖବର ଯେତେବେଳେ ଖବର କାଗଜରେ ଏକ ଛୋଟ କଣରେ ଛପିଲା, ସେତେବେଳେ ବୋଧହୁଏ ତ କେହି ଧ୍ୟାନ ଦେଇନଥିବେ, କିନ୍ତୁ ଏହି ଖବରଟି ଏସ୍ପି ଅଫିସରେ ଏକ ଫାଇଲରେ ଲାଗିଥିଲା। ଆଇପିଏସ୍ ଅଧିକାରୀ ସୋନାଲି ଚୌଧୁରୀଙ୍କ ଟେବୁଲ ଉପରେ ମଧ୍ୟ ପହଞ୍ଚିଲା। ଆଉ ସୋନାଲି ଚୌଧୁରୀଙ୍କ ତାଙ୍କ ନାମ ଭଳି ନଥିଲେ, ସେ କବିତା ଭଳି କୋମଳ ମଧ୍ୟ ନଥିଲେ, ବରଂ ଇସ୍ପାତ ଭଳି ଶକ୍ତ ଥିଲେ। ବିଶେଷ କରି ଯେତେବେଳେ କଥା ୟୁନିଫର୍ମ ଏବଂ ତାଙ୍କ କର୍ତ୍ତବ୍ୟର ଆସୁଥିଲା, ସେ ଏକ ଛୋଟ ଗାଁରୁ ପଢ଼ି ଏଠାକୁ ପହଞ୍ଚିଥିଲେ। ତାପରେ ସମସ୍ତଙ୍କ ଶାସନ କରୁଥିଲେ, ନ୍ୟାୟର ମଧ୍ୟ କଥା କହୁଥିଲେ।
ଆଉ ପ୍ରକୃତ ଗରିବର ଦୁଃଖ ମଧ୍ୟ ବୁଝୁଥିଲେ। ଏକ ଛୋଟ ଗାଁରୁ ପାଠ ପଢ଼ି ସେ ଜାଣିଛନ୍ତି ଆଇପିଏସ୍ର ମୂଲ୍ୟ କ'ଣ। ଆଉ କାଳିଆଙ୍କ ଫାଇଲ ପଢ଼ୁଥିବା ବେଳେ ତାଙ୍କ ଆଖିରୁ ଲୁହ ନୁହେଁ ବରଂ ଅଗ୍ନି ଦହକୁଥିଲା। ଆଉ ସେ ନିଜର ସବୁଠାରୁ ବିଶ୍ୱସ୍ତ ଇନ୍ସପେକ୍ଟର ରାଜେଶ ଶର୍ମାକୁ ନିଜ କ୍ୟାବିନ୍କୁ ଡାକିଲେ ଏବଂ କହିଲେ, ଶର୍ମା, ଏଇ ଫାଇଲ ପଢ଼। ଏହା କେବଳ ଜଣେ କୃଷକଙ୍କ ଆତ୍ମହତ୍ୟା ନୁହେଁ, ଏହା ଏକ ମର୍ଡର ଯାହାକୁ ଆମ ଡିପାର୍ଟମେଣ୍ଟର କିଛି କିଟ୍ ହିଁ ଅଞ୍ଜାମ ଦେଇଛନ୍ତି, ବା କିଟ୍ ଅଜାଣତରେ ବା ତାଙ୍କୁ ଲୋକଙ୍କୁ ଜଣାଇ ନାହାନ୍ତି। ସୋନାଲିଙ୍କ ରାଗ ଏବଂ କଷ୍ଟ ମଧ୍ୟ ଥିଲା। ଆଉ ସେ ତୁରନ୍ତ କହିଲେ, ଏହି ଫାଇଲକୁ ଆଉ ଥରେ ରିଓପନ୍ ହେବ। ଆଉ ମ୍ୟାଡ଼ାମ, ଏହା ତ ପ୍ରତିଦିନ କାହାଣୀ, ଏମିତି କହିଲେ ଶର୍ମା। ଆଉ ସେଇ ହାଇୱେରେ ବିକାଶ ଦାସ ଏବଂ ତାଙ୍କ ଟିମ୍ ବଜାର ଲଗାଇ ବସିଛନ୍ତି। ଗାଡ଼ିର କାଗଜପତ୍ର ଦେଖାଇଲେ ମଧ୍ୟ ଏମାନେ ଲୋକଙ୍କଠାରୁ ଜବରଦସ୍ତି ଚାଲାଣ କାଟୁଛନ୍ତି। ଟ୍ରକ୍ ବାଲା, ପନିପରିବା ବାଲା, ଦୁଗ୍ଧ ବାଲା କେହି ବି ବିନା ଟ୍ୟାକ୍ସ ଦେଇ ସେଠାରୁ ଯାଇପାରିବେ ନାହିଁ। ଆଉ ଆଇପିଏସ୍ ସୋନାଲି ପଚାରିଲେ, ଅଭିଯୋଗ କାହିଁ କରୁନ? କେହି କାହିଁ ଅଭିଯୋଗ କାହିଁ କରୁନାହାନ୍ତି? କିଏ କରିବ ମ୍ୟାଡ଼ାମ? ଯେଉଁମାନେ ଗରିବ ସେମାନେ ଡରୁଛନ୍ତି ଏବଂ ଯେଉଁମାନେ ବଡ଼ ଟ୍ରକ୍ ବାଲା ସେମାନେ ଭାବୁଛନ୍ତି 500,000 ଟଙ୍କା ଦେଇ ଝାମଲାରୁ ବଞ୍ଚିବା ହିଁ ଠିକ୍। ଆଉ ବିକାଶ ଉପରେ ଯେଉଁ ବିକାଶ ଦାସ ଯେଉଁ ଲୋକଙ୍କୁ ଟ୍ୟାକ୍ସ ବା ବିଭିନ୍ନ ପ୍ରକାର ଆଳରେ ଲାଞ୍ଚ ନେଉଥିଲା, କୌଣସି ବଡ଼ ଅଫିସରଙ୍କ ହାତ ଥିବାର ମଧ୍ୟ କୁହାଯାଉଛି। ଆଉ ସୋନାଲି ଆଇପିଏସ୍ କିଛି ସମୟ ପରେ ଭାବିଲେ। ତାଙ୍କ ନଜର ସାମ୍ନା କାନ୍ଥରେ ଲାଗିଥିବା ଅଶୋକ ସ୍ତମ୍ଭ ଉପରେ ପଡ଼ିଲା। ଯଦି ସିଷ୍ଟମ ଭିତରେ ଏଭଳି ହେଉଛି ତାହେଲେ ସିଷ୍ଟମ ବାହାରୁ ନାହିଁ। ତେବେ ଆମକୁ ନିଜେ ସିଷ୍ଟମ ବାହାରକୁ ଯାଇ କିଛି ଧରିବାକୁ ପଡ଼ିବ। ତାପରେ ପଚାରିଲେ ଶର୍ମା, ମାନେ ମ୍ୟାଡ଼ାମ, ମୁଁ ବୁଝିପାରିଲି ନାହିଁ। ଆଉ ସେହି ସମୟରେ ମାନେ ଏହା ଯେ ମୁଁ ନିଜେ ଏହି ଖେଳରେ ଓହ୍ଲାଇବି। ଏକ ଷ୍ଟିଙ୍ଗ ଅପରେସନ ହେବ, କିନ୍ତୁ କୌଣସି କ୍ୟାମେରା ନାହିଁ, କୌଣସି ମାଇକ୍ ନାହିଁ। ମୁଁ ନିଜେ ପ୍ରମାଣ ବନିବି। ଆଉ ସୋନାଲି ପୁରା ପ୍ଲାନ୍ ତିଆରି କଲେ। ସେ ଜାଣିଥିଲେ ଯେ ଯଦି ଜଣେ ଅଫିସର ହୋଇ ଯାଆନ୍ତି ତେବେ ବିକାଶ ଭଳି ଲୋକ ତୁରନ୍ତ ସତର୍କ ହୋଇଯିବେ। ତାଙ୍କୁ ସେମାନଙ୍କ ଭଳି ହିଁ ହେବାର ଥିଲା। ସେମାନଙ୍କ ମଧ୍ୟରୁ ଜଣେ ସାଧାରଣ ଅସହାୟ ବା ସହଜର ଶିକାର ବା ଜଣେ ଗରିବ ହୋଇ ବନିବାର ଥିଲା। ଆଗାମୀ 2 ଦିନ ପ୍ରସ୍ତୁତିରେ ବିତିଗଲା। ଆଉ ବହୁତ ପୁରୁଣା ଅଚଳ ମୋଟର ସାଇକେଲର ବ୍ୟବସ୍ଥା ମଧ୍ୟ କରାଗଲା। ତା ଉପରେ ଏକ ଦୁଗ୍ଧ ବିକାଳୀମାନେ ବ୍ୟବହାର କରୁଥିବା ଭଳିକି ଭଳି ବଡ଼ ବଡ଼ ଆଲୁମିନିୟମ ଡ୍ରମ୍ ବନ୍ଧାଗଲା। ସୋନାଲି ନିଜ ଆଲମାରିରୁ ସବୁ ପୁରୁଣା ପୋଷାକ ବାହାରି କଲେ। ଫିକା ରଙ୍ଗର ଶାଢ଼ୀ ମଧ୍ୟ ବାହାରି କଲେ। ନିଜ ଚୁଟିକୁ ମଧ୍ୟ ବିଛାଇ ଦେଲେ। ଚେହେରାରେ ହାଲୁକା ଧୂଳି କଳା ମାଲି, ଯାହା ଫଳରେ ଲାଗିବ ସେ ଖରା ଏବଂ ଚୁଲି ଧୂଆଁରେ କାମ କରୁଥିବା ଜଣେ ସାଧାରଣ ଗ୍ରାମୀଣ ମହିଳା। ଯେତେବେଳେ ସେ ଦର୍ପଣ ସାମ୍ନାରେ ଠିଆ ହୋଇଗଲେ ତାଙ୍କୁ ନିଜ ପରିଚୟ ଉପରେ ମଧ୍ୟ ସନ୍ଦେହ ହେଲା। ସେ ଆଇପିଏସ୍ ସୋନାଲି ଚୌଧୁରୀ ନୁହେଁ, ବରଂ ଗାଁର କୌଣସି କମଳା ଲାଗୁଥିଲେ, ଯିଏକି ପ୍ରତିଦିନ ଦୁଗ୍ଧ ବିକି ନିଜ ପିଲାଙ୍କ ପେଟ ପୋଷନ୍ତି। ଆଉ ଅପରେସନଟା ଏତେ ବି ସହଜ ନଥିଲା। ଅପରେସନ ସକାଳ ସେ ନିଜ ବ୍ରିଫ୍ ଓପନ୍ କଲେ। ମୁଁ ଏକୁଟିଆ ଯିବି। ଆଉ ସାଙ୍ଗେ ସାଙ୍ଗେ ନିଜ ବ୍ରିଫ୍ କେସ୍ରୁ ସବୁକିଛି ଡକୁମେଣ୍ଟ ମଧ୍ୟ ଥିଲା। ଆଉ ନିଜର ଲୁଗା ପିନ୍ଧିଲେ। ତା ସହିତ ନିଜର ଗେଟଅପ୍ ମଧ୍ୟ ଚେଞ୍ଜ କଲେ। ତୁମେମାନେ ମୋ ଠାରୁ ଅତି କମ୍ରେ 2 କିଲୋମିଟର ଦୂରରେ ଅଲଗା ଅଲଗା ଗାଡ଼ିରେ ସାଧା ପୋଷାକରେ ଥିବ, ଏମିତି ମଧ୍ୟ କହିଲେ। ଯେପର୍ଯ୍ୟନ୍ତ ମୁଁ ସିଗ୍ନାଲ ନଦେବି କେହି ବି ଆଗକୁ ବଢ଼ିବ ନାହିଁ। ଆଉ ସାଙ୍ଗେ ସାଙ୍ଗେ ଶର୍ମା ଚିନ୍ତା ବ୍ୟକ୍ତ କଲେ, କିନ୍ତୁ ମ୍ୟାଡ଼ାମ, ଏହା ରିକ୍ସ ଅଟେ। ଆଉ ସୋନାଲି ଟିକେ ହସିଲେ। ରିକ୍ସ ତ ରାସ୍ତା ପାର କରିବା ଥାଏ, କିନ୍ତୁ ଯେତେବେଳେ ୟୁନିଫର୍ମର ମାନ ଦାଉରେ ଲଗାଯାଏ ବା ୟୁନିଫର୍ମ ପାଇଁ ମୁଁ ସବୁ କିଛି କରିଦେବି, ସେତେବେଳେ ପ୍ରତିଟି ରିକ୍ସ ମଧ୍ୟ ଛୋଟ ଲାଗେ। ସେ ନିଜ ସର୍ଭିସ ରିଭଲଭରରୁ ଶର୍ମାକୁ ଦେଲେ ଏବଂ କହିଲେ, ଆବଶ୍ୟକ ପଡ଼ିବ ନାହିଁ। ଆଜି ମୋର ସବୁଠାରୁ ବଡ଼ ଅସ୍ତ୍ର ହେବ ମୋର ଅସହାୟତା। ସକାଳ ସମୟ ଥିଲା। ସୂର୍ଯ୍ୟ ଏବେ ପୁରାପୁରି ମଧ୍ୟ ବାହାରି ନଥିଲା। ରାସ୍ତାରେ ହାଲୁକା ହାଲୁକା ଥଣ୍ଡା ମଧ୍ୟ ଥିଲା। ଆଉ ସୋନାଲି ନିଜ ପୁରୁଣା ବାଇକ୍ ଧରି ଦୁଗ୍ଧ ଡ୍ରମ୍ ବାନ୍ଧି ଧୀରେ ଧୀରେ ସେଇ ହାଇୱେରେ ଆଗକୁ ବଢ଼ୁଥିଲେ। ଆଉ ଏହି ସମୟରେ ମଧ୍ୟ ବହୁତ ଲୋକ ଯାଉଥିଲେ। ଧୀରେ ଧୀରେ ସେଇଠି ଅଟକୁଥିଲେ। ଆଉ ବିକାଶ ଦାସ, ଯିଏକି
ଲୋକଙ୍କଠାରୁ ଲାଞ୍ଚ ମଧ୍ୟ ନେଉଥିଲା। ଆଉ ବାଇକ୍ ଖଟଖଟ ଶବ୍ଦ ହେଉଥିଲା, ଯାହାକି ତାଙ୍କ ଚରିତ୍ରକୁ ଅସଲି ମଧ୍ୟ କରିଦେଉଥିଲା। ଦେଖୁଥିବା ଯେକୌଣସି ଲୋକେ ଜଣେ ସାଧାରଣ ଦୁଗ୍ଧ ବିକାଳି ହିଁ ଭାବୁଥିଲେ, କିନ୍ତୁ ଶାଢ଼ୀ ପଛରେ ଏକ ତେଜସ୍ୱୀ ମସ୍ତିଷ୍କ ଏବଂ ଇସ୍ପାତ ଭଳି ଜଣେ ଆଇପିଏସ୍ ଅଧିକାରୀ ଥିଲେ, ଯେ କି ସୋନାଲି ଚୌଧୁରୀ। ହୃଦୟ ଜୋରରେ ଧଡ଼ଧଡ଼ ହେଉଥିଲା, ଆଉ ଚେହେରାରେ ଗରିବୀ ଥକାର ଭାବ ମଧ୍ୟ ଦେଖାଉଥିଲା। କିନ୍ତୁ ଲୋକମାନେ ଭାବୁଥିଲେ ଯେ ଏହି ଦୁଗ୍ଧ ବେପାଳୀ ହୋଇଥିବ। ଆଉ ଜାଣିଶୁଣି ସେହି ଅଞ୍ଚଳରେ ପହଞ୍ଚିଲେ ଯେଉଁଠାରେ ପୋଲିସ ଚେକିଂ ଚାଲିଥିଲା। ସେହି ଚେକ୍ ପୋଷ୍ଟ ଥିଲା, ସେହି ବ୍ୟାରିକେଡ୍ ଏବଂ ସେହି ଦାରୋଗେ ବିକାଶ ଦାସ, ଯିଏକି ନିଜ ଚୌକିରେ ବସିଥିଲା। ଯେମିତି ବିକାଶଙ୍କ ନଜର ଏହି ଦୁଗ୍ଧ ବିକାଳୀ ମହିଳାଙ୍କ ଉପରେ ପଡ଼ିଲା, ତାଙ୍କ ଆଖିରେ ସେହି ଶିକାରୀ ଭଳି ଚମକ ଆସିଲା। ଭାବିଲେ ୟାଠୁ କିଛି ଟଙ୍କା ଆଦାୟ କରିଦେବି, ଏଥର ସହଜ ଶିକାର। ସେ ହାବିଲଦାରକୁ ଇସାରା ଦେଲେ। ସୋନାଲି ଧୀରେ ଧୀରେ ବାଇକ୍ ଅଟକାଇଲେ। ବିକାଶ ଦାସ ନିଜ ଜାଗାରୁ ଉଠି ଅହଙ୍କାରରେ କହିଲେ, ବାଇକ୍ ପାଖକୁ ଆସେ। ଆଉ ସେ ଉପରୁ ତଳ ପର୍ଯ୍ୟନ୍ତ ସୋନାଲିକୁ ଘୁରି ଚାହିଁଲେ, ଯିଏକି ଆଇପିଏସ୍ ଅଧିକାରୀ ଥିଲେ। ତାର ଅପରିଷ୍କାରୀ ନଜର ସୋନାଲିଙ୍କ ଶରୀର ଉପରେ ବୁଲୁଥିଲା, ଯାହାକି ସୋନାଲିକୁ ଘୃଣା ଲାଗୁଥିଲା। ତାଙ୍କୁ ନିଜ ରାଗକୁ ନିୟନ୍ତ୍ରଣ କରିବାକୁ ପଡୁଥିଲା, କାହିଁକି ନା ସେ ନିଜେ ଏବେ ଦୁଗ୍ଧ ବେପାରୀ ହୋଇଛନ୍ତି। ଆଉ ଶାନ୍ତ ରହ ସୋନାଲି, ଶାନ୍ତ ରହ, ନିଜ ମନକୁ କହୁଥିଲେ। ତୁ ଏଠାରେ କମଳା ହୋଇଛୁ, ତୁ ଜଣେ ଅସହାୟ ମହିଳା, ସେ ନିଜକୁ ମନେ ପକାଉଥିଲେ। ତାପରେ ବିକାଶଙ୍କ କୋଠର ସ୍ୱର ଗୁଞ୍ଜି ଉଠିଲା, ଏ କିପରି ବାଇକ୍ ଚଳାଉଛୁ? ନମ୍ବର ପ୍ଲେଟ୍ ଭାଙ୍ଗିଛି, ଇଣ୍ଡିକେଟର ଜଳୁନାହିଁ, ହେଲମେଟ୍ ବି ନାହିଁ, କେଉଁଠାରୁ ଆସିଛୁ? ତାପରେ ସୋନାଲି ବାଇକ୍ରୁ ଓହ୍ଲାଇ ଟିକେ ତଳକୁ ନଇଁଲା। ଡରି ଯାଇ ସ୍ୱରରେ ଧୀରେ ଧୀରେ କହିଲା, ସାହେବ, ପାଖ ଗାଁରୁ ଆସିଛି, ସହରରେ ଦୁଗ୍ଧ ଦେବା ପାଇଁ ଯାଉଛି। ଆଉ ତାଙ୍କ ସ୍ୱରରେ ଜାଣିଶୁଣି ଏକ ଥରଣ ସୃଷ୍ଟି ହେଲା, ବା ଥରି ଥରି କହୁଥିଲେ। ବିକାଶ ଦାସ, ଯିଏକି ଲାଞ୍ଚ ନେଉଥିଲେ, ସେ ତୁରନ୍ତ କହିଲେ, ଦୁଗ୍ଧ ଦେବାକୁ ଯାଉଛୁ ନା ଲୋକଙ୍କୁ ମାରିବାକୁ ଯାଉଛୁ? ଏଇ ଅଚଳ ଗାଡ଼ିରେ କାହାକୁ ଧକ୍କା ଦେଲେ ତୋର ଚାଲାଣ କଟିବ, ପୁରା 5,000 ଟଙ୍କାର। ଏହା ଶୁଣି ସୋନାଲି ମନେ ମନେ ଏବେ ରାଗି ଯାଉଥାଏ, ତଥାପି ନିଜକୁ କଣ୍ଟ୍ରୋଲ କରୁଥାଏ। ସେ ହାତ ଯୋଡ଼ିଲା ସୋନାଲି, ଯିଏକି ଆଇପିଏସ୍ ଅଧିକାରୀ ଅଛନ୍ତି। ସେ କମଳା ବେଶରେ ହାତ ଯୋଡ଼ିଲେ ଏବଂ ତାଙ୍କ ଆଖିରେ ପ୍ରକୃତ ଅସହାୟତା ଉଭା ହେଉଥିଲା। ନା ସାହେବ, ଏମିତି ଅତ୍ୟାଚାର କରନ୍ତୁ ନାହିଁ। ମୁଁ ବହୁତ ଗରିବ ମହିଳା ସାହେବ, ପ୍ରତିଦିନ ଦୁଗ୍ଧ ବିପି କୌଣସି ମତେ ମୋ ପିଲାଙ୍କ ପେଟ ପୋଷେ। ଆଉ ମୋ ପାଖରେ ଚାଲାଣ ଭରିବା ପାଇଁ ପଇସା କେଉଁଠାରେ ଆସିବ? ଘର ଭଡ଼ା ବି ଦେବାର ଅଛି, ପିଲାଙ୍କ ଫିସ୍ ବି ଦେବାର ଅଛି। ମୋ ଉପରେ ଦୟା କରନ୍ତୁ ସାହେବ। ସେ ନିଜ ଚରିତ୍ରରେ କାଳିଆ କଷ୍ଟକୁ ମିଶାଇ ଦେଇଥିଲେ, ଯିଏକି କାଳିଆ ଜଣେ ସାହେବ ସାହେବ କହି ପୂର୍ବରୁ ଡାକୁଥିଲା ନିଜର ଲାଉ ବିକ୍ରି କରିବା ପାଇଁ। ସେ କାଳିଆ କଥାକୁ ଭାବି ନିଜକୁ ମିଶାଇ ଦେଇଥିଲେ। କାଳିଆ ଯିଏକି ଆତ୍ମହତ୍ୟା କରିଥିଲା। ସେ ପ୍ରତି ଗରିବର ସ୍ୱର ବନି ଯାଇଥିଲା, ଯାହାକୁ ବିକାଶ ଭଳି ଲୋକ ପ୍ରତିଦିନ ଲୁଟୁଥିଲେ ଗରିବ ଲୋକଙ୍କୁ। ଏହା ଶୁଣି ବିକାଶ ମୁହଁରେ ରାଗର ଲାଲ ହୋଇଗଲା। ତାଙ୍କୁ ଲାଗିଲା ଯେ ଏହି ମହିଳା ତାଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କରୁଛି। ସେ ଚିତ୍କାର କରି କହିଲେ, ଗରିବ ଅଛୁ ତ କ'ଣ ହେଲା? କାନୁନ ସମସ୍ତଙ୍କ ପାଇଁ ସମାନ, ସରକାର ନିୟମ ତିଆରି କରିଛନ୍ତି, ତ ଆମେ କ'ଣ ଏଠାରେ ମଜା କରିବାକୁ ବସିଛୁ? ତାପରେ ସେ ଟିକେ ରହିଲେ, ନିଜ ସ୍ୱରରେ ଧିମା ହେଲେ ଏବଂ କହିଲେ, ଦେଖ, ମୁଁ ବୁଝୁଛି ତୁ ବି ହଇରାଣ ହେଉଛୁ। ଯଦି ଚାଲାଣ କଟାଇ ପାରିବାକୁ ଚାହୁଁନୁ, ଗୋଟେ କାମ କର, କିଛି ଖର୍ଚ୍ଚ ପାଣି ଦେଇଦେ, ତୁରନ୍ତ ଏଇଠୁ ଚାଲ। ଆମର ବି ଜେବ୍ ଗରମ ହେବ, ତତେ ବି ଛାଡ଼ିଦେବୁ। ଏମିତି ମଧ୍ୟ ବିକାଶ ଦାସ କହିଲେ, ନହେଲେ ଆମକୁ ଚାଲାଣ କଟିବା ପାଇଁ ପଡ଼ିବ। ଏହା କହି ଏକ ଘୃଣ୍ୟ କାର୍ଯ୍ୟ କଲେ। ଆଗକୁ ବଢ଼ି ବାଇକ୍ରେ ଚାବି ମଧ୍ୟ କାଢ଼ିନେଲେ। ଯେଉଁ ସୋନାଲି ଚୌଧୁରୀ, ଯିଏକି ଆଇପିଏସ୍ ଅଧିକାରୀ କ୍ଷୀରବାଲା ବେଶରେ ଆସିଥିଲେ, ତାଙ୍କ ବାଇକ୍ର ଚାବି କାଢ଼ିଦେଲେ। ଯେପର୍ଯ୍ୟନ୍ତ ହିସାବ ନ ହେବ ଚାବି ମିଳିବ ନାହିଁ। ଏବେ ଖେଳ ଅସଲ ମୋଡ଼ରେ ଆସିଗଲା। ସୋନାଲିକୁ ଏହା ହିଁ ଦରକାର ଥିଲା, ଲାଞ୍ଚର ସିଧା ମାଗଣା। ଆଉ ଲାଞ୍ଚ ମଧ୍ୟ ସିଧା ମାଗିଲା। ଆଉ ସୋନାଲି ପୁଣି ଥରେ କାକୁତି ମିନତି କରିବାର ଅଭିନୟ ମଧ୍ୟ କଲେ। ସାହେବ, ଦୟାକରି ମୋ ଉପରେ ଦୟା କରନ୍ତୁ। ମୁଁ ପ୍ରକୃତରେ ଗରିବ, ଦୁଗ୍ଧ ବିକି ମୋ ପିଲାଙ୍କ ପେଟ ପୋଷେ। ଆଜି ଯାହା ରୋଜଗାର କରିବି, କାଲି ତାହା ଖର୍ଚ୍ଚ ହେବ। ସବୁକିଛି ପ୍ରଭୁ, ସବୁକିଛି। ପ୍ରଭୁ ପ୍ରଭୁ ମଧ୍ୟ ଡାକୁଥାନ୍ତି। ହେ ଭଗବାନ, ମୋତେ ରକ୍ଷା କର, ଏମିତି ମଧ୍ୟ ଡାକୁଛନ୍ତି। ମୁଁ କୋଉଠୁ ପଇସା ଆଣିବି? ସତରେ ସତରେ ସେ ତାଙ୍କ ଆକ୍ଟିଂକୁ ଭାବୁଥାନ୍ତି, ଇଏ ପ୍ରକୃତରେ ଦୁଗ୍ଧ ବେକାଳୀ।
ଆଉ ତାଙ୍କ ଆଖିରୁ 2 ବୁନ୍ଦା ଲୁହ ମଧ୍ୟ ଝରିଗଲା। ଏହି ଲୁହ କେବଳ ଅଭିନୟ ନଥିଲା, ସେ ଏହି କଷ୍ଟର ଲୁହ ଥିଲା। ସେ କାଳିଆ କଥା ଭାବିକି ତାଙ୍କ ଭଳି ହଜାର ହଜାର ଲୋକ ମଧ୍ୟ ଅନୁଭବ କରୁଥିଲେ, ଯିଏକି 2 ଟଙ୍କା ପାଇଁ ନିଜ ପେଟ ପୋଷିବା ପାଇଁ ରାତି ଅନିଦ୍ରା ହେଉଥିଲେ, କିନ୍ତୁ ଏହି ବିକାଶ ଦାସକୁ ସବୁ ଲାଞ୍ଚ ଦେଇ ଦେଉଥିଲେ। ଆଉ ସେ ନିଜେ ଜିଦ୍ରେ ଅଟଳ ଥିଲେ। ଆରେ କାନ୍ଦିବା ଧୋଇବାର ନାଟକ ବନ୍ଦ କର, ବିକାଶ ଦାସ କହିଲେ, ଯିଏକି ଲାଞ୍ଚ ନେଉଛନ୍ତି। ବହୁତ ଦେଖିଛି ତୋରି ଭଳିଆ, ସିଧା କହ ପଇସା ଦଉଛୁ ନା ତୋ ଗାଡ଼ିକୁ ବନ୍ଦ କରାଇ ଦେବି। ଆଉ ସୋନାଲି ଚୌଧୁରୀ ନିଜ ଶାଢ଼ୀ ପଣତରେ ବନ୍ଧା ହୋଇଥିବା ଏକ ଛୋଟ ପୁଟୁଳି ଖୋଲିଲେ। ସେଥିରେ କିଛି 100 ଟଙ୍କା ଆଉ କିଛି ଚିଲ୍ଲର ଥିଲା। ସେ ଥରୁଥିବା ହାତରେ 200 ଟଙ୍କା କାଢ଼ି ବିକାଶଙ୍କ ହାତକୁ ବଢ଼ାଇ ଦେଲେ। ସାହେବ, ଆଜି ରୋଜଗାର ବାସ୍ ଏତିକି ମୋ ପାଖରେ ଅଛି, ଏହା ରଖନ୍ତୁ, ମୋତେ ଯିବାକୁ ଦିଅନ୍ତୁ। ଆଉ ବିକାଶ ସେହି ନୋଟ୍ ଗୁଡ଼ିକୁ ଏପରି ଝାଡ଼ିଦେଲା ଯେପରି ତା କାଗଜ ଖଣ୍ଡ ହୋଇଥିବ। 200 ଟଙ୍କା? ଏହା କ'ଣ ମୋତେ ଭିକ୍ଷା ଦେଉଛୁ କି? ମୋତେ କ'ଣ ଭିକ୍ଷା ଦେଉଛୁ? ଏମିତି କହିଲେ। ତୋ ବାଇକ୍ର ଚାଲାଣ 5000 ଟଙ୍କା କଟେ, ଅତି କମ୍ରେ ତ 1000ରୁ 2000 ଟଙ୍କା ବାହାରି କର, ନହେଲେ ଭୁଲିଯା ତୋ ଗାଡ଼ିକୁ। ଆଉ ସୋନାଲିଙ୍କ ଭିତରେ IPS ଅଧିକାରୀର ଏବେ ଜାଗ୍ରତ ହେଲା। ତାଙ୍କୁ ରାଗ ଆସୁଥିଲା, କିନ୍ତୁ ନିଜକୁ କାବୁରେ ରଖିଥିଲେ। ସେ ଭାବିଲେ ଏହାର ଲୋଭ ହିଁ ଏହାକୁ ଫସାଇବ, ବାସ୍ ଟିକିଏ ଅଧିକ। ସାହେବ, ମୋ ପାଖରେ ଏତେ ପଇସା ନାହିଁ, ଆପଣ ଚାହିଁଲେ ଏ ଦୁଗ୍ଧ ଡ୍ରମ୍କୁ ରଖିନିଅନ୍ତୁ, ଏହା ହିଁ ମୋର ଜମା ପୁଞ୍ଜି। ଆଉ ସେ ଶେଷ ବାଜି ଲଗାଇଲେ। ବିକାଶ ଜୋରରେ ହସିଲା। ଦୁଗ୍ଧ? ଏଇଟା ନେଇକି ମୁଁ କ'ଣ କରିବି? ଚାଲ ଠିକ୍ ଅଛି, ଶେଷ ସୁଯୋଗ ଦେଉଛି, 500 ଟଙ୍କା ବାହାରି କର, ଦଫା ହୋଇଯା। ଆଉ ସୋନାଲି ମୁଣ୍ଡ ତଳକୁ କଲେ, ଯେପରି ହାର ମାନିଯାଇଛନ୍ତି। ସେ ଧୀରେ କହିଲେ, ଠିକ୍ ଅଛି ସାହେବ, ମୁଁ ଦେଉଛି। ନିଜ ପୁଟୁଳି ପୁଣି ଖୋଲିଲେ। ଆଉ ପଇସା ବାହାରି କରିବାର ଅଭିନୟ କରୁଥିବା ବେଳେ ସେ ନିଜ ଶାଢ଼ୀ ପଣତକୁ ନିଜ କାନ୍ଧରୁ ଏକ ବିଶେଷ ଢଙ୍ଗରେ ଖସାଇଲେ। ଆଉ ଏହା ହିଁ ତାଙ୍କର ସିଗ୍ନାଲ ଥିଲା। ଯେମିତିକି ସୋନାଲି ସିଗ୍ନାଲ ଦେଲେ ହାଇୱେ ଉପରେ ଦୂରତାର ଉପରେ ବା 2 କିଲୋମିଟର ପୂର୍ବରେ ଭ୍ୟାନ୍ ସବୁ ଛିଡ଼ା ହୋଇଛନ୍ତି, ତୁରନ୍ତ ଭ୍ୟାନ୍ ମଧ୍ୟ ଆସିଗଲା। ଆଉ ବିକାଶ, ଯିଏକି ବିକାଶ ଦାସ ଲୋକଙ୍କଠାରୁ ଲାଞ୍ଚ ନେଉଥିଲା, ବିକାଶ ଦାସ ଯେଉଁ କାଳିଆଠାରୁ ଲାଞ୍ଚ ନେଇଥିଲା, କାଳିଆର ମୃତ୍ୟୁ ହୋଇଥିଲା। ସାଧା ପୋଷାକରେ ଥିବା ଇନ୍ସପେକ୍ଟର ରାଜେଶ ଶର୍ମା ଏବଂ ତାଙ୍କ ଟିମ୍ ଜୋରରେ ବାହାରି ଆସିଲେ। ଆଖି ପିଛୁଳାକ ମାତ୍ରେ ଚେକପୋଷ୍ଟ ଚାରିପଟୁ ଘେରିଗଲେ। ଆଉ ବିକାଶ ଦାସର ଅସଲି ପରିଚୟ ମଧ୍ୟ ବାହାରିଗଲା, ଯିଏକି ସାମ୍ନା ସାମ୍ନି ଲାଞ୍ଚ ମଧ୍ୟ ମାଗୁଥିଲା। ଏବଂ ହାବିଲଦାର କିଛି ବୁଝିବା ପୂର୍ବରୁ ସେମାନେ ଧରପଡ଼ି ସାରିଥିଲେ। ଆଉ ବିକାଶ ଯେତେବେଳେ ନିଜ ଆଡ଼କୁ ଆସୁଥିବା ଲୋକଙ୍କୁ ଦେଖିଲା, ସେ ବିଚଳିତ ହୋଇଗଲା। କିଏ ତୁମେମାନେ? ହଟ୍ ଏଠାରୁ, ପୋଲିସ କାମରେ ହସ୍ତକ୍ଷେପ କରୁଛ? ଆଉ ସେତେବେଳେ ତା ସାମ୍ନାରେ ଠିଆ ହୋଇଥିବା ଦୁଗ୍ଧ ବିକାଳି ଧୀରେ କରି ସିଧା ଠିଆ ହୋଇଗଲା। ଆଉ ସେ ନିଜ ଶାଢ଼ୀକୁ ହଟାଇଲା, ଆଉ ତାର ଝୁଙ୍କିଥିବା କମର ବା ଅଣ୍ଟା ସିଧା କଲା। ଆଉ ତାର ଡରି ଯାଇଥିବା ଆଖି ମଧ୍ୟ ଇସ୍ପାତ ପରି ଚମକ କଲା। ଆଉ ତୁରନ୍ତ ରାଗି ମଧ୍ୟ ଅନାଇଲା, କୌଣସି ସିଂହର ଗର୍ଜନ ଭଳି ଚିଲଉଥିଲା। ଆଉ ସୋନାଲିଙ୍କ ସ୍ୱର ବିକାଶର ହୋସ ଉଡ଼ିଗଲା। ଏଇ ତୋର ସାହସ ହେଲା କେମିତି? ଏମିତି କରି ବିଭିନ୍ନ ପ୍ରକାର କହୁଥିଲେ। ଆଉ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସୋନାଲି ପୁରା ରାଗରେ ଗର୍ଜନ କରୁଥିଲେ। ଆଉ ବିକାଶର ଜିଭ ମଧ୍ୟ ଥରିବାକୁ ଲାଗିଲା। ସୋନାଲି ନିଜ ଶାଢ଼ୀ ଭିତରୁ ନିଜ ID କାର୍ଡ ବାହାରି କରି ତାର ଚେହେରା ସାମ୍ନାରେ ରଖିଦେଲେ। କହିଲେ, ସୋନାଲି ଚୌଧୁରୀ, ତୁ ଜେବ୍ ଗରମ କରିବୁ ନା ବିକାଶ? ଏମିତି କହି ଚିଲେଇଲେ। ଯେତେ ବି ପଇସା ଆଜି ପର୍ଯ୍ୟନ୍ତ ଗରିବଙ୍କଠାରୁ ଲୁଚିଛୁ, ସବୁ ବାହାରି କର। ଆଉ ID କାର୍ଡ ଉପରେ ନିଜ ନାମ ଏବଂ ଫଟୋ ଦେଖି ବିକାଶ ଦାସ ପାଦ ତଳୁ ମାଟି ଖସିଗଲା। ତାର ଚେହେରା ରାଗରେ ଲାଲ ଥିଲା, କିନ୍ତୁ ଏବେ ଡରରେ ହଳଦିଆ ପଡ଼ିଗଲା। ଆଉ ତା ହାତ ଗୋଡ଼ ଥରିବାକୁ ଲାଗିଲା। ତାକୁ ବିଶ୍ୱାସ ହେଉନଥିଲା ଯେ ଯେଉଁ ମହିଳାକୁ ସେ 200 ଟଙ୍କା ପାଇଁ ବା 500 ଟଙ୍କା ପାଇଁ ଅପମାନ କରୁଥିଲା, ସେ ନିଜେ ସେହି ଜିଲ୍ଲାର SP। ଆଉ ମ୍ୟାଡ଼ାମ ମୋର ଭୁଲ ହେଇଯାଇଛି। ମ୍ୟାଡ଼ାମ ଆପଣ ମଜାକ କରୁଥିଲେ, ମୁଁ ବି ମଧ୍ୟ ମଜାକ କରୁଥିଲି। କିଛି କହିବାକୁ ଚେଷ୍ଟା କରୁଥିଲା, କିନ୍ତୁ ତାର ଗଳାର ଶବ୍ଦ ଅଟକି ଯାଉଥିଲା। ଆଉ ସୋନାଲି ଗର୍ଜିକି ଉଠିଲେ, ମଜାକ? କାଳିଆ ନାମକ କୃଷକ ମନେ ଅଛି, ଯାହାକୁ ତୁମେ 2000 ଟଙ୍କା ଲୁଟିଥିଲ? ରାତି ସାରା ପରିଶ୍ରମ କରିଥିଲା, ନିଜ ଝିଅ ପାଇଁ
ବାହାଘର ପାଇଁ ଟଙ୍କା ସଞ୍ଚୟ କରୁଥିଲେ। ଆଉ ମନେ ଅଛି ହଜାର ହଜାର ଗରିବ ଲୋକଙ୍କୁ ଯାହାକୁ ପ୍ରତିଦିନ ଲୁଟୁଛ, ସେମାନଙ୍କ ପିଲାଙ୍କ ମୁହଁରୁ ଖାଦ୍ୟ ଛଡ଼ାଉଛ, ଏସବୁ କ'ଣ? ଏମିତି ମଧ୍ୟ କହିଲେ। ଆଉ ଇନ୍ସପେକ୍ଟର ଶର୍ମା ଆଗକୁ ବଢ଼ି ବିକାଶର କହୁଣି ଧରି ପକାଇଲେ, ହାତ କଡ଼ି ପକାଇଦେଲେ। ବିକାଶର ସବୁ ଅହଙ୍କାର ହାୱା ହୋଇଯାଇଥିଲା। ସେ ଥରିବାକୁ ଲାଗୁଥିଲା। ସେ ଏକ ଥରୁଥିବା ପତ୍ର ଭଳି ମାଟିରେ ପଡ଼ିଗଲା ଏବଂ ସୋନାଲିଙ୍କ ପାଦ ତଳେ ପଡ଼ିଗଲା। କ୍ଷମା କରିଦିଅ ମ୍ୟାଡ଼ାମ, କ୍ଷମା କରିଦିଅ, ଭୁଲ ହୋଇଗଲା। ମୋ ପିଲାଗୁରା ଏବେ କେମିତି ଚଳିବେ, ମୋ ସ୍ତ୍ରୀ ଏବେ କେମିତି ଚଳିବେ, କ୍ଷମା କରିଦିଅ। ଏମିତି କହି ବହୁତ ସୋନାଲିଙ୍କ ଗୋଡ଼ ଧରି ପକାଇଲେ। ସୋନାଲି ଘୃଣାରେ ତା ଆଡ଼କୁ ଦେଖିଲେ। ଯେତେବେଳେ ତୁମେ କାଳିଆଠାରୁ ପଇସା ଛଡ଼ାଉଥିଲ, ସେତେବେଳେ ବି ସେ ତା ପିଲାମାନଙ୍କ ପାଇଁ ଗୋଡ଼ ତଳେ ପଡ଼ିଯାଇଥିଲା। କ୍ଷମା କର ସାହେବ, କ୍ଷମା କର। କିନ୍ତୁ ତମେ ଶୁଣି ନଥିଲ। ଆଉ ସେଇ ସମୟର କଥା ଭୁଲି ଯାଉଛ? ଯେତେବେଳେ ତୁମେ ମୋ ଠାରୁ ପିଲାମାନଙ୍କ କଥା ଛଡ଼ାଇ ନେଉଥିଲ, ସେତେବେଳେ ତୁମକୁ ନିଜ ପିଲାମାନଙ୍କ କଥା ମନେ ପଡ଼ିଲାନି କାହିଁକି? ତୁମ ଭଳି ଲୋକ ୟୁନିଫର୍ମ ଉପରେ ଦାଗ ବାକି ହାବିଲଦାର ମାନଙ୍କୁ ମଧ୍ୟ ଧରିନେଲେ, ଯେ କି ବିକାଶ ଦାସ ସହିତ କାମ କରୁଥିଲେ, ଲାଞ୍ଚ ନେଉଥିଲେ। ଆଉ ବିକାଶର ମଧ୍ୟ ଲାଞ୍ଚର ପଇସା ମିଳିଲା, ଯେଉଁଥିରେ ସେହି 200 ଟଙ୍କା ବି ଥିଲା, ଯାହା ସୋନାଲି ତାଙ୍କୁ ଦେଇଥିଲେ। ସେହି ନୋଟ ଗୁଡ଼ିକ ପୂର୍ବରୁ ଚିହ୍ନିତ ଥିଲା। ଆଉ ବିକାଶ ଦାସଙ୍କ ଗିରଫଦାରୀ ଏକ ଆରମ୍ଭ ହେଲା। ତାଠାରୁ ଯେତେବେଳେ କୋଠରତାର ସହ ପଚାରୁଥିଲା ଏବଂ ପ୍ରଶ୍ନ ମଧ୍ୟ ପଚରା ହେଉଥିଲା, ସେ ପୁରା ର୍ୟାକେଟ ପର୍ଦ୍ଦାଫାଶ କଲା। ବିକାଶ ଦାସ କହିଲା ଯେ ଏହା ଉଗାହିର ମାଷ୍ଟର ମାଇଣ୍ଡ ଆଉ ଡିଏସ୍ପି ବିକ୍ରମ ସିଂ ଅଟେ। ଲୁଟି ହୋଇଥିବା ରାଶିର ବଡ଼ ଭାଗ ତାରି ପାଖକୁ ହିଁ ଯାଏ। ଆଉ ପରଦିନ ସୋନାଲି ଚୌଧୁରୀ ନିଜ ଟିମ୍ ସହିତ ଡିଏସ୍ପି ବିକ୍ରମ ସିଂଙ୍କ ଘର ଏବଂ ଅଫିସ ଉପରେ ଚଢ଼ାଉ କଲା। ବିକ୍ରମ ସିଂ ତାଙ୍କ ଘରୁ ଗିରଫ ମଧ୍ୟ କଲା। ଆଉ ତାଙ୍କ ଘରୁ ବହୁ ପରିମାଣର ନଗଦ ଟଙ୍କା, ପ୍ରପର୍ଟି ମଧ୍ୟ କାଗଜପତ୍ର ମିଳିଲା। ତାଙ୍କ ଦରମା ଠାରୁ ଅଧିକ ଥିଲା। ତେବେ ଏହି ଖବର ନିଆଁ ଭଳି ବ୍ୟାପିଗଲା। ପୁରା ପୋଲିସ ଡିପାର୍ଟମେଣ୍ଟ ହଇଚଇ ସୃଷ୍ଟି ହୋଇଗଲା। ଯେଉଁ ଲୋକ କାଲି ପର୍ଯ୍ୟନ୍ତ ବିକାଶ ଏବଂ ବିକ୍ରମ ସିଂଙ୍କୁ ସଲାମ କରୁଥିଲେ, ଆଜି ତାଙ୍କ ଆଡ଼କୁ ଦେଖିବା ମାତ୍ରେ କୁଣ୍ଠାବୋଧ ମଧ୍ୟ କରୁଛନ୍ତି। କିଛି ଦିନ ପରେ ସୋନାଲି ଚୌଧୁରୀ ରାମପୁର ଗାଁକୁ ଗଲେ। ସିଧା କାଳିଆଙ୍କ ଘରେ ପହଞ୍ଚିଲେ। ଏକ ଭଙ୍ଗା ଦଦରା କୁଡ଼ିଆ ବାହାରେ କାଳିଆଙ୍କ ବୃଦ୍ଧା ପତ୍ନୀ ଏବଂ ତାଙ୍କ ଯୁବକ ପୁଅ ମାନସ ବସିଥିଲେ। ତାଙ୍କ ଆଖିରେ ବି ଏପର୍ଯ୍ୟନ୍ତ ସେହି ଶୂନ୍ୟତା ଥିଲା। ଆଉ ସୋନାଲି ନିଜ ଅଫିସରଙ୍କ ଗାଡ଼ି ଟିକେ ଦୂରରେ ଅଟକାଇ ଦେଇଥିଲେ। ସେ ଚାଲି ଚାଲି ତାଙ୍କ ପାଖକୁ ଗଲେ। ବହୁତ ନରମୀରେ କହିଲେ, ମୁଁ ଏବେ ସୋନାଲି ଚୌଧୁରୀ, ମୁଁ ଏଇ ଜିଲ୍ଲାର ସବୁକିଛି ବୁଝୁଛି। ମୁଁ ଆପଣଙ୍କ ସ୍ୱାମୀ ସହିତ ଯାହା ହୋଇଥିଲା ମୁଁ ମଧ୍ୟ ଜାଣିଛି, କିନ୍ତୁ ଦୋଷୀମାନଙ୍କୁ ଦଣ୍ଡ ମିଳିଗଲାଣି। କାଳିଆଙ୍କ ପତ୍ନୀ କାନ୍ଦି କାନ୍ଦି ତାଙ୍କ ହାତ ଧରିଦେଲେ। କ'ଣ ଏହାଦ୍ୱାରା ମୋ ସ୍ୱାମୀ ଫେରି ଆସିବେ କି ମ୍ୟାଡ଼ାମ? ସୋନାଲିଙ୍କ ପାଖରେ ଏହି ପ୍ରଶ୍ନର ଉତ୍ତର ନଥିଲା। ତାଙ୍କ ଆଖି ବି ଓଦା ହୋଇଗଲା। ସେ କହିଲେ, ନା ମା, ମୁଁ ଆପଣଙ୍କ ସ୍ୱାମୀକୁ ଫେରାଇ ଆଣିପାରିବି ନାହିଁ, କିନ୍ତୁ ମୁଁ ପ୍ରତିଜ୍ଞା କରିପାରିବି ଯେ ଏବେ ହାଇୱେରେ କୌଣସି ପ୍ରକାର ଦ୍ୱିତୀୟ କାଳିଆ ବନିବେ ନାହିଁ ବା ଦ୍ୱିତୀୟ କାଳିଆଙ୍କ ସହିତ କେବେ ବି ଏମିତି ହେବ ନାହିଁ। ଆପଣଙ୍କର ପୁଅର ଦାୟିତ୍ୱ ଏବେ ଆମର। ତାକୁ ପୋଲିସ ଫୋର୍ସରେ ମଧ୍ୟ ଭର୍ତ୍ତି କରାଇବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ସେ ମଧ୍ୟ ଚାହିଁଲେ ସବୁକିଛି ପ୍ରକ୍ରିୟା ଶେଷ କରିବ। ଆଉ ସେହି ଦିନଠାରୁ ଛୋଟ ଗାଁରେ କେବଳ ନ୍ୟାୟ ନୁହେଁ, ବରଂ ବିଶ୍ୱାସର ଏକ ନୂଆ କିରଣ ଜାଗ୍ରତ ହେଲା। ରାତିରେ ଯେତେବେଳେ ସୋନାଲି ନିଜ ଅଫିସରେ ବସିଥିଲେ, ତାଙ୍କ ନଜର ନିଜ ୟୁନିଫର୍ମ ଉପରେ ପଡ଼ିଲା। ସେ ୟୁନିଫର୍ମକୁ ପିନ୍ଧି ବିକାଶ ଦାସ ଏବଂ ବିକ୍ରମ ସିଂ ଭଳି ଲୋକ ଅତ୍ୟାଚାର କରୁଥିଲେ ଏବଂ ୟୁନିଫର୍ମକୁ ପିନ୍ଧି ସେହି ଜାଲିଆମାନଙ୍କୁ ମଧ୍ୟ ଦଣ୍ଡ ଦେଉଥିଲେ। ସେ ଭାବିଲେ ୟୁନିଫର୍ମ ଖରାପ ନୁହେଁ, ଖରାପ ହୁଅନ୍ତି ତାଙ୍କୁ ପିନ୍ଧୁଥିବା କିଛି ଲୋକ। ଯେ ପର୍ଯ୍ୟନ୍ତ ମୋ ଭଳି ଅଫିସର ଏଇଠି ଅଛନ୍ତି, ଏହି ଦାଗି ଗୁଡ଼ିକୁ ମଧ୍ୟ ସବୁବେଳ ପାଇଁ ଧୁଆ ହେଉଥିବ। ମୁଁ ଚାହେଁ ଏଥିପାଇଁ ଦୁଗ୍ଧ ବେକାଳି ବନିଥିବା ପଡ଼ୁଥିବା ବା ଅନ୍ୟ କୌଣସି ଭିକାରୀ ବେଶ ହଉ, ସବୁ ବେଶ ବନିବି, କିନ୍ତୁ ନ୍ୟାୟ ହିଁ ଦେବି। ତାଙ୍କ ଚେହେରାରେ ଏକ ଗଭୀର ଶାନ୍ତି, ସନ୍ତୋଷ ମଧ୍ୟ ଥିଲା।
ଏକ କର୍ତ୍ତବ୍ୟ ମଧ୍ୟ ଥିଲା, ଯାହା ସମସ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି। ତେବେ ଯଦି କାହାଣୀଟି ଆପଣଙ୍କୁ ଭଲ ଲାଗିଲା ନିଶ୍ଚିନ୍ତ ଲାଇକ୍ କରିବା ସହିତ ସେୟାର କରିବେ। ତେବେ ଏହା ଗୋଟେ କାହାଣୀ ନୁହେଁ, ଏଇଟା ଗୋଟେ ସମାଜ ପାଇଁ ଗୋଟିଏ ବାର୍ତ୍ତା, ଯେଉଁଟାକି ସମସ୍ତେ ଜାଣିବା ମଧ୍ୟ ଦରକାର। କିଭଳି ଜଣେ ନ୍ୟାୟ ପାଇଁ ଲଢ଼ୁଥିଲା, ଆଉ କିଭଳି ଜଣେ ନିଜ ଝିଅ ପାଇଁ ସବୁକିଛି କରିବା ପାଇଁ ଲାଗିଥିଲା, ଆଉ ଶେଷରେ ତା ସ୍ୱପ୍ନ ମଧ୍ୟ ଭାଙ୍ଗି ଦେଇଥିଲା। ଆଉ ଯଦି ଏଇଭଳିଆ ଅଫିସର ଦୁନିଆରେ ରହିବେ, ଆଉ କୌଣସି ପ୍ରକାର ଏମିତି ଲାଞ୍ଚ କାରବାର ହେବ ନାହିଁ। କୌଣସି ଗରିବର ଲୋକଙ୍କର ଜୀବନ ମଧ୍ୟ ଯିବ ନାହିଁ, ଯାହାକି ଗରିବ ଲୋକ ଆଜି ବି ଚୁପ୍ ଅଛନ୍ତି ନିଜ ପ୍ରତି ଅନ୍ୟାୟ ଅତ୍ୟାଚାର ସହି। ନିଶ୍ଚିତ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଯଦି ଭଲ ଲାଗିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ।